ଧାୟତ ବିଷୟାନ ପୁସଂଗସ୍ତେଷୁ ପଜାୟତେ ସଂଗାଶ୍ଚ ଜ୍ଞାୟତେ କାମଃ କମାତ୍ କ୍ରୋଧ ଅଭିଜାୟତେ କ୍ରୋଧା ଭବତି हि ସମାହଃ ସମ୍ମେହାତଃ ସ୍ମୃତିଭ୍ରଂଶାଦୁ ବୁଦ୍ଧିନାଶೋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି। ବିଷୟ ଚିନ୍ତନ କରୁଥିବା ମନୁଷ୍ୟର ସେହି ବିଷୟ ପ୍ରତି ଆସକ୍ତି ଜାତ ହୁଏ। ଆସକ୍ତିରୁ କାମନା, କାମନାରେ ପ୍ରତିବନ୍ଧକ ସୃଷ୍ଟି ହେଲେ କ୍ରୋଧ ଓ କ୍ରୋଧରୁ ସମ୍ମୋହ ଜାତ ସୃଷ୍ଟି ହୁଏ। ସମ୍ମୋହରୁ ସ୍ମୃତି ଭ୍ରଷ୍ଟ ହୁଏ। ସ୍ମୃତି ଭ୍ରଷ୍ଟ ହେଲେ ବୁଦ୍ଧିନାଶ ହୁଏ ଏବଂ ବୁଦ୍ଧିନାଶ ହେଲେ ମନୁଷ୍ୟର ପତନ ହୁଏ। ଭଗବତ ପରାୟଣ ନ ହେବାରୁ ଭଗବତ ଚିନ୍ତନ ହେବା ପରିବର୍ତ୍ତେ ବିଷୟ ଚିନ୍ତନ ହୁଏ। କାରଣ ଜୀବର ଗୋଟିଏ ପଟରେ ପରମାତ୍ମା ଓ ଅନ୍ୟ ପଟରେ ସଂସାର। ସେ ଯେତେବେଳେ ପରମାତ୍ମାଙ୍କ ଆଶ୍ରା ଛାଡ଼ି ଦିଏ ସେତେବେଳେ ସଂସାରର ଆଶ୍ରା ନେଇ ସଂସାର ଚିନ୍ତନ କରେ। କାରଣ ସଂସାର ବିନା ତା ପାଇଁ ଅନ୍ୟ କୌଣସି ଚିନ୍ତନର ବିଷୟ ନଥାଏ। ଏହିପରି ଚିନ୍ତନ ନ କରି ସେହି ବିଷୟରେ ମନୁଷ୍ୟର ଆସକ୍ତି, ଅନୁରାଗ ଓ ପ୍ରତି ଜାତ ହୁଏ। ଆସକ୍ତି ଜାତ ହେବାରୁ ମନୁଷ୍ୟ ସେହି ବିଷୟକୁ ଉପଭୋଗ କରେ। ଶାରୀରିକ ହେଉ ବା ମାନସିକ ହେଉ, ତହିଁରୁ ଯେଉଁ ସୁଖ ମିଳେ ତାହାଦ୍ୱାରା ବିଷୟ ପ୍ରତି ପ୍ରୀତି ଜାତ ହୁଏ। ପ୍ରୀତି ହେବାରୁ ବାରମ୍ବାର ତାହାର ଚିନ୍ତନ ହେବାକୁ ଲାଗେ। ତେଣିକି ସେ ସେହି ବିଷୟ ଉପଭୋଗ କରୁ ବା ନ କରୁ, କିନ୍ତୁ ବିଷୟ ପ୍ରତି ଆସକ୍ତି ଅବଶ୍ୟ ଉତ୍ପନ୍ନ ହୁଏ। ଏହା ହିଁ ନିୟମ। ବିଷୟ ପ୍ରତି ଆସକ୍ତି ଉତ୍ପନ୍ନ ହେଲେ ସେହି ବିଷୟରୁ ପ୍ରାପ୍ତ କରିବା ପାଇଁ କାମନା ଜାତ ହୁଏ। ମୋତେ କାମୁକ ଭୋଗ ଓ ଭୋଗ୍ୟ ପଦାର୍ଥ ମିଳୁ। କାମନାର ଅନୁକୂଳ ପଦାର୍ଥ ମିଳିଲେ ଲୋଭ ଜାତ ହୁଏ ଏବଂ କାମନା ଫୂର୍ତ୍ତିର ସମ୍ଭାବନା ଥିବା ବେଳେ ସେଥିରେ ବାଧା ଦେଲେ ତା ପ୍ରତି କ୍ରୋଧ ଜାତ ହୁଏ। କାମନା ଏପରି ଏକ ବିଚିତ୍ର ଭାବ ଯେଉଁଥିରେ ବାଧା ପଡ଼ିଲେ କ୍ରୋଧ ଜାତ ହୁଏ। ବର୍ଣ୍ଣ, ଆଶ୍ରମ, ଗୁଣ, ଯୋଗ୍ୟତା, ପ୍ରକୃତିକୁ ନେଇ ନିଜଠାରେ ଭଲ ପଣିଆରେ ଯେଉଁ ଅଭିମାନ ଥାଏ, ସେହି ଅଭିମାନରେ ମଧ୍ୟ ନିଜ ଆଦର, ସମ୍ମାନ ଆଦିର କାମନା ରହେ। କୌଣସି ବ୍ୟକ୍ତି ଦ୍ୱାରା ସେହି କାମନାରେ ବାଧା ସୃଷ୍ଟି ହେଲେ କ୍ରୋଧ ଜାତ ହୁଏ। କାମନା ରଜଗୁତ ବୃତ୍ତି, ସମୂହ ତମଗୁଣୀ ବୃତ୍ତି ଏବଂ କ୍ରୋଧ ହେଉଛି ରଜଗୁଣ ଓ ତମଗୁଣର ମଧ୍ୟବର୍ତ୍ତୀ ବୃତ୍ତି। କେବେ କୌଣସି କଥାକୁ ନେଇ କ୍ରୋଧ ଆସିଲେ ତା ମୂଳରେ କେଉଁଠି ନା କେଉଁଠି ରାଗ ଅବଶ୍ୟ ଥାଏ। ଯଥା ନୀତି ଓ ନ୍ୟାୟର ବିରୋଧାଚରଣକାରୀକୁ ଦେଖି ଯଦି କ୍ରୋଧ ଆସୁଛି, ତେବେ ନୀତି ଓ ନ୍ୟାୟ ପ୍ରତି ରାଗ ରହିଛି। ଅପମାନ ଓ ତିରସ୍କାର କରୁଥିବା ବ୍ୟକ୍ତି ଯଦି କ୍ରୋଧ ଆସୁଛି, ତାହେଲେ ମାନ ଓ ସତ୍କାରରେ ରାଗ ରହିଛି। ନିନ୍ଦୁକ ପ୍ରତି ଯଦି କ୍ରୋଧ ଅର୍ଥ ପ୍ରଶଂସା ପ୍ରତି ରାଗ ରହିଛି। ଦୋଷାରୋପଣକାରୀ ଯଦି କ୍ରୋଧ ଆସିବା ଅର୍ଥ ନିର୍ଦ୍ଦୋଷତା ରୂପକ ଅଭିମାନରେ ରାଗ ରହିଛି। କ୍ରୋଧରୁ ସମୂହ ଜାତ ହୁଏ, ଅର୍ଥାତ୍ ମୂଢ଼ଭାବ ବ୍ୟାପିଥାଏ। ବସ୍ତୁତଃ ଦେଖିବାକୁ ଗଲେ କାମ, କ୍ରୋଧ, ଲୋଭ ଓ ମମତା ଏ ଚାରୋଟିକି ହିଁ ସମୂହ ଜାତ ହୁଏ। କାମ ଯୋଗୁଁ ଯେଉଁ ସମୂହ ହୁଏ, ସେଥିରେ ବିବେକ ଶକ୍ତି ଢାଙ୍କି ହୋଇଥିବାରୁ ମନୁଷ୍ୟ କାମନାର ବଶୀଭୂତ ହୋଇ ଅକାର୍ଯ୍ୟ କରି ବସେ। କ୍ରୋଧ ଯୋଗୁଁ ଯେଉଁ ସମୂହ ଜାତ ହୁଏ, ସେଥିରେ ମନୁଷ୍ୟ ନିଜ ମିତ୍ର ତଥା ପୂଜ୍ୟମାନଙ୍କୁ ମଧ୍ୟ ଓଲଟା ସିଧା କଥା କହି ଏବଂ ଅନୁଚିତ ବ୍ୟବହାର କରେ। ଲୋଭରୁ ଯେଉଁ ସମୂହ ହୁଏ, ସେଥିରେ ମନୁଷ୍ୟର ସତ୍ୟାସତ୍ୟ, ଧର୍ମାଧର୍ମ ପ୍ରଭୃତି ବିଚାର ରହେ ନାହିଁ ଏବଂ ସେ କପଟ କରି ଲୋକଙ୍କୁ ଠକିବାକୁ ଲାଗେ। ମମତାରୁ ଯେଉଁ ସମୂହ ହୁଏ, ସେଥିରେ ସମଭାବ ରହେ ନାହିଁ, ବରଂ ପକ୍ଷପାତତା ଜାତ ହୁଏ। ଯଦି କାମ, କ୍ରୋଧ, ଲୋଭ ଓ ମମତା ଏହି ଚାରୋଟିରୁ ସମୂହ ହୁଏ, ତେବେ ଭଗବାନ ଏଠାରେ କେବଳ କ୍ରୋଧ ନାମଟି କାହିଁକି କହିଛନ୍ତି? ଗଭୀର ଭାବରେ ଦେଖିଲେ କାମ, ଲୋଭ ଓ ମମତା ଏଥିରେ ନିଜ ସୁଖଭୋଗ ଓ ସ୍ୱାର୍ଥ ବୃତ୍ତି ଜାଗ୍ରତ ହୁଏ, କିନ୍ତୁ କ୍ରୋଧରେ ଅନ୍ୟର ଅନିଷ୍ଟ କରିବାର ବୃତ୍ତି ଜାଗ୍ରତ ହୁଏ। ତେଣୁ କ୍ରୋଧଜନିତ ସମୂହ କାମ, କ୍ରୋଧ ଓ ମମତା ଜନିତ ସମୂହ ଠାରୁ ବି ଅଧିକ ଭୟଙ୍କର। ଏହି ଦୃଷ୍ଟିରୁ କେବଳ କ୍ରୋଧରୁ ସମୂହ ହେବା କଥା ଭଗବାନ କହିଛନ୍ତି। ମୂଢ଼ତା ବ୍ୟାପିଗଲେ ସ୍ମୃତି ନଷ୍ଟ ହୋଇଯାଏ, ଅର୍ଥାତ୍ ଶାସ୍ତ୍ର ଓ ସଦ୍ ବିଚାର ଦ୍ୱାରା ଯେଉଁ ନିଶ୍ଚୟ କରାଯାଇଥିଲା ଯେ ମୋତେ ଏପରି କର୍ମ କରିବାକୁ ହେବ, ଏଠାରେ ସାଧନା କରିବାକୁ ହେବ, ନିଜର ଉଦ୍ଧାର କରିବାକୁ ହେବ, ସେହି ସ୍ମୃତି ନଷ୍ଟ ହୋଇଯାଏ, ତାହା ବିସ୍ମୃତ ହୋଇଯାଏ। ସ୍ମୃତି ନଷ୍ଟ ହୋଇଗଲେ ବୁଦ୍ଧିରେ ପ୍ରକାଶ ପାଉଥିବା ବିବେକ ଲୁପ୍ତ ହୋଇଯାଏ, ଅର୍ଥାତ୍ ମନୁଷ୍ୟଠାରେ ନୂତନ ବିଚାର କରିବାର ଶକ୍ତି ରହେ ନାହିଁ। ବିବେକ ଲୁପ୍ତ ହୋଇଗଲେ ମନୁଷ୍ୟ ନିଜ ସ୍ଥିତିରୁ ପତନ ହୁଏ। ତେଣୁ ଏହି ପତନକୁ ରକ୍ଷା ପାଇବା ପାଇଁ ସମସ୍ତ ସାଧକକୁ ଭଗବତ ପରାୟଣ ହେବା ନିତ୍ୟାନ୍ତ ଆବଶ୍ୟକ। ବିଷୟର ଚିନ୍ତନରୁ ରାଗ, ରାଗରୁ କାମ, କାମରୁ କ୍ରୋଧ, କ୍ରୋଧରୁ ସମୋହ, ସମୋହରୁ ସ୍ମୃତିନାଶ, ସ୍ମୃତିନାଶରୁ ବୁଦ୍ଧିନାଶ ଓ ବୁଦ୍ଧିନାଶରୁ ପତନ ହେବା ଯେଉଁ କ୍ରମ ଏଠାରେ ବର୍ଣ୍ଣନା କରାଯାଇଛି, ତାହାର ବିବେଚନା କରିବାରେ ହୁଏତ ବିଳମ୍ବ ହୋଇପାରେ, କିନ୍ତୁ ଏସବୁ ବୃତ୍ତିଜାତ ହୋଇଥିବା ମନୁଷ୍ୟର ପତନ ହେବାରେ ବିଳମ୍ବ ହୁଏ ନାହିଁ। ବିଦ୍ୟୁତ୍ ତରଙ୍ଗ ପରି ଏ ସମସ୍ତ ବୃତ୍ତି ତତ୍କ୍ଷଣାତ୍ ସୃଷ୍ଟି ହୋଇ ମନୁଷ୍ୟର ପତନ କରାଇଦିଏ।